ଆରେ ଗଙ୍ଗୁ ଚା ଦି କପ୍ ଆଣିଲୁ ପୁରା କଡ଼କ। ଦଉଛି ଆଜ୍ଞା, ହେଲେ ଆଗତୁରା କହି ଦଉଛି ଚା ରେଟ୍ ବଢି ଯାଇଛି। 10 ଟଙ୍କାଟା ଏବେ 12.50 ଟଙ୍କା ପଡିବ। ଆରେ ଚା ପତି ରେଟ୍ ତ ବଢ଼ିନି, ତୋର କ'ଣ ବଢ଼ିଗଲା ଏକାଥରେ 25%? ସାର୍ ଆପଣ ଟିଭି ଦେଖୁନାହାନ୍ତି ବୋଧେ? ଟ୍ରମ୍ପ 25% ରେଟ୍ ବଢେଇଛି, ସେଇଥିପାଇଁ ମୁଁ ବଢେଇଛି ନା ଆଉ। ବୁଝିଲୁ, ତୋତେ ବସେଇବି ଗୋଟେ। ଆରେ ସେ ଯେଉଁ 25% ତାରିଫ ଘୋଷଣା କରୁଛି ତାର ଅର୍ଥ ଏଇଆ, ତୁ ଯଦି ଯାଇକି ଆମେରିକାରେ ଚା ବିକ୍ରି କରୁ, ତୁ ଯେଉଁ 10 ଟଙ୍କା ଚାଟା ତୁ 12.50 ତାଙ୍କ ନିଜ ଲୋକଙ୍କୁ ବିକ୍ରି କରିବୁ। ତାଙ୍କ କତରୁ ଯେଉଁ 2 ଟଙ୍କା 50 ପଇସା ଆଣିଲୁ ସେ ଆମେରିକା ଲୋକଙ୍କ ପାଖରୁ, ସେଇ ପଇସାଟାକୁ ତୁ ଆମେରିକା ସରକାରକୁ ଦେବୁ। ତାର ତାରିଫର ଅର୍ଥ ହେଲା ସେଇଟା। ତୁ ଆମ ପାଖରୁ କ'ଣ 2 ଟଙ୍କା 50 ଏକ୍ସଟ୍ରା ନେଉଛୁ? ତାହେଲେ ଆମେ ଏତେ କାଇଁ ଟେନସନ ନଉଛନ୍ତି? ପଇସା ତ ତାଙ୍କ ନିଜ ଲୋକ ଦେବେ। ଆରେ ତା ପାଠ ଅଲଗା। ତୁ ଜିନିଷଟା ତୁ ଯାଇକି ସେଠି 10 ଟଙ୍କାରେ ଦେଉଥିଲୁ ଲୋକମାନଙ୍କୁ, ଯେତେବେଳେ 12.50 ସେଇ ଜିନିଷକୁ ତୁ ବିକ୍ରି କରିବୁ, ଲୋକମାନେ କିଣିବା ଟିକେ କମେଇ ଦେବେ କି ନାହିଁ? ସେଇଥିପାଇଁ ଆମ ଭାରତୀୟ ବିଜନେସମ୍ୟାନ୍ ମାନେ ଟିକେ ଟେନସନରେ ଅଛନ୍ତି। ହଁ ଯେ ମୁଁ କାଇଁ ଖାଲି ଆମେରିକାରେ ବିକ୍ରି କରିବି ଯେ? ମୁଁ ଅନ୍ୟ ଦେଶରେ ବିକ୍ରି କରିବି। ଆମେରିକାରେ ମୋର ଯୋଉ ବିକ୍ରିଟା କମିଗଲା ସେଟା ମୁଁ ସେଠୁ ଭରଣା କରିଦେବି। ଆଉ ତା ଛଡା ଆମ ଭାରତୀୟ ମାନେ ଯଦି ଆମରି ନିଜ ଉତ୍ପାଦ ଜିନିଷକୁ ଆମେ କିଣି ଆରମ୍ଭ କରିବା, ତାହେଲେ ସେଠି ଯୋଉ ଲସ୍ ଆମର ହେଇଛି ଏଠି ସବୁ ଭରଣା ହେଇଯିବନି। ବାଃ, ଏତେବେଳେ ଗୋଟେ ବୁଦ୍ଧିମାନ କଥା କହିଲୁ ଆଉ।